ଜୟ ଜଗନ୍ନାଥ ପିଲାମାନେ। ଆଜି ଆମେ ପଢ଼ିବା ପେଲିଓଲିଥିକ୍ ଏଜ୍ କେତେ ଭାଗରେ ବିଭକ୍ତ ଆଉ କ'ଣ କ'ଣ। ପେଲିଓଲିଥିକ୍ ଏଜ୍ ଡିଭାଇଡେଡ୍ ଇଣ୍ଟୁ 3 ଫେଜ୍, 3ଟି ସ୍ତର କରାଯାଇଛି। କ'ଣ ନା ଏର୍ଲି ଅର୍ ଲୋୟର ପେଲିଓଲିଥିକ୍, ଆଉ ଗୋଟେ ହେଉଛି ମିଡ଼ିଲ୍ ପେଲିଓଲିଥିକ୍, ଆଉ ଗୋଟେ ହେଉଛି ଅପର ପେଲିଓଲିଥିକ୍। ଏବେ ଦେଖିବା, କହିବା ପାଇଁ କାଲି ଭୁଲି ଯାଇଥିଲି କ'ଣ ନା ପେଲିଓଲିଥିକ୍ କ'ଣ। ପେଲିଓଲିଥିକ୍ କେଉଁ ୱାର୍ଡ଼ରୁ ଆସିଛି ଆଉ କ'ଣ। ପେଲିଓଲିଥିକ୍ ଇଜ୍ ଡେରିଭ୍ ଫ୍ରମ୍ ଦି ଗ୍ରୀକ୍ ୱାର୍ଡ଼। ଏହା ଗୋଟେ ଗ୍ରୀକ୍ ୱାର୍ଡ଼ ଯାହାକି ପେଲିଓ ଆଉ ଲିଥିକ୍କୁ ନେଇକି ସଂଗଠିତ। ପେଲିଓ ମିନ୍ସ ହେଉଛି ଓଲ୍ଡ ପୁରୁଣା, ଲିଥିକ୍ ହେଉଛି ପଥର। ଆଉ ଦେୟାର ଦି ଟର୍ମ ପେଲିଓଲିଥିକ୍ ଏଜ୍ ରିଫର୍ସ ଟୁ ଓଲ୍ଡ ଷ୍ଟୋନ୍ ଏଜ୍। ଏହାକୁ ପୁରାତନ ପଥର ଯୁଗ ମଧ୍ୟ କୁହାଯାଏ। ତେଣୁ ଏବେ ଦେଖିବା ଷ୍ଟେଜ୍ ଅଫ୍ ହ୍ୟୁମାନ୍ ଇଭଲ୍ୟୁସନ୍, କେଉଁ ସ୍ତର ଦେଇକି ମାନବ ଗତି କରିଥିଲା। ଫାଷ୍ଟ ହେଉଛି ହୋମିନିଡ୍, ତାପରେ ଫାଷ୍ଟ ମାନବ ସେ ପୁରା ମାଙ୍କଡ଼ ସଦୃଶ, ତାପରେ ହୋମୋ ହାବିଲ୍ସ, ତାପରେ ଆଉ କ'ଣ ହୋମୋ ଇରାକ୍ଟସ୍, ତାପରେ ଆଉ ଦେଖାଯାଇଥିଲେ କ'ଣ ନା ହୋମୋ ହେଣ୍ଡରଥେଲେନ୍ସିସ୍, ତାପରେ ଆଉ କ'ଣ ହୋମୋ ସାପିଏନ୍ସ। ଏହି ଭାବରେ ତାଙ୍କର ସ୍ତର ବାଇ ସ୍ତର ଦେଖିବାକୁ ମିଳିଥିଲା। ତାପରେ କ'ଣ ପେଲିଓଲିଥିକ୍ ମେନ୍ ଅଲସୋ କଲ୍ଡ କଟାଜାଇଟ୍ ମେନ୍। ଭେରି ଇମ୍ପୋର୍ଟାଣ୍ଟ ଏକ୍ଜାମ୍ପଲ୍। ଦେଖ ପେଲିଓଲିଥିକ୍ ଏଇଟା କ୍ୱେଶ୍ଚିନ୍ ପଡ଼ିବ, କେଉଁ ମେନ୍କୁ କଟାଜାଇଟ୍ ମେନ୍ ବୋଲି କୁହାଯାଏ, କେଉଁ ଟାଇମ୍ର। ପେଲିଓଲିଥିକ୍, ମେସୋଲିଥିକ୍, ନିଓଲିଥିକ୍ ଏମିତି ଦେଇଥିବ, ସେଠି ଦେବ। ଆପଣ କହିବେ ପେଲିଓଲିଥିକ୍ କରିବେ। ପେଲିଓଲିଥିକ୍ ମେନ୍ ଅଲସୋ କଲ୍ଡ କଟାଜାଇଟ୍ ମେନ୍। ପେଲିଓଲିଥିକ୍ ମେନ୍କୁ କଟାଜାଇଟ୍ ମେନ୍ ମଧ୍ୟ କୁହାଯାଏ। ଏବେ ଦେଖିବା ଏର୍ଲି ପେଲିଓଲିଥିକ୍ କ'ଣ, ଲୋୟର ପେଲିଓଲିଥିକ୍ କ'ଣ, ଆଉ ଅପର ପେଲିଓଲିଥିକ୍ କ'ଣ। ଏର୍ଲି ପେଲିଓଲିଥିକ୍, ଏର୍ଲି ଅର୍ ଲୋୟର ପେଲିଓଲିଥିକ୍। ଏବେ ଦେଖିବା ତାର ଟାଇମ୍ ପିରିୟଡ଼ ହେଉଛି 2.6 ମିଲିୟନ୍ ଟୁ 2 ଲାଖ BC। 2.6 ମିଲିୟନ୍ ଟୁ 2 ଲାଖ BC। ଆଉ ଫାଉଣ୍ଡ କେଉଁ ଜାଗାରେ ଦେଖିବାକୁ ମିଳିଥିଲା, ସୋନ୍ ଆଣ୍ଡ ସୋହାନ୍ ରିଭର ଭ୍ୟାଲି, ବର୍ତ୍ତମାନର ପାକିସ୍ତାନରେ ଅବସ୍ଥିତ। ଭେରି ଇମ୍ପୋର୍ଟାଣ୍ଟ ଏଗୁଡ଼ା କ୍ୱେଶ୍ଚିନ୍ ପଡ଼ିଦେବ। କେଉଁ ମତେ ଦେଖିବାକୁ ମିଳିଥିଲା ଲୋୟର ପେଲିଓଲିଥିକ୍ର ସାଇଟ୍, ଆଉ କେଉଁଠି କାଶ୍ମୀର, ଆଉ କେଉଁଠି ହିରାନ୍ ଭ୍ୟାଲି, ବର୍ତ୍ତମାନର ଗୁଜୁରାଟ। ସବୁ ନୋଟ୍ କରିଦିଅନ୍ତୁ ଖାତାରେ, କାମରେ ଆସିବ ଏକ୍ଜାମ୍ରେ। ଭୀମବେଟକା MP, ମଧ୍ୟପ୍ରଦେଶ, ବର୍ତ୍ତମାନ ମଧ୍ୟପ୍ରଦେଶ। ବେଲୁନ୍ ଭ୍ୟାଲି, ଅଧିକାଂଶ ତ ଭୀମବେଟକାଟା ପରୀକ୍ଷାରେ ପକାଇଥାଏ। MP, ବେଲୁନ୍ ଭ୍ୟାଲି ମିର୍ଜାପୁର, ଉତ୍ତରପ୍ରଦେଶ, ବର୍ତ୍ତମାନ ଉତ୍ତରପ୍ରଦେଶ। ସବୁ ଖାତାରେ ନୋଟ୍ କରନ୍ତୁ। ଏବେ କ'ଣ ଦେଖିବା ନା ମିଡ଼ିଲ୍ ପେଲିଓଲିଥିକ୍। ମିଡ଼ିଲ୍ ପେଲିଓଲିଥିକ୍ର ଟାଇମ୍ ପିରିୟଡ଼ ହେଉଛି 2 ଲାଖ ଟୁ 45 ଇୟର୍ସ ଏଗୋ। ସେଟାକୁ ମିଡ଼ିଲ୍ ପେଲିଓଲିଥିକ୍ ଭାବରେ ମନାଯାଏ। କେଉଁ ଜାଗାରେ ଦେଖିବାକୁ ମିଳିଥିଲା ନା ଟପି ଭ୍ୟାଲି, ବର୍ତ୍ତମାନର ମହାରାଷ୍ଟ୍ର। ସବୁ ନୋଟ୍ କରନ୍ତୁ ଏକ୍ଜାମ୍ ପୁରା କେଉଁ ଜାଗାରେ ଦେଖିବାକୁ ମିଳିଥିଲା ଏମିତି ପଡ଼ିବ। ଅର୍ସଙ୍ଗ ଭ୍ୟାଲି, ଗୁଜୁରାଟ। ଅର୍ସଙ୍ଗ ଭ୍ୟାଲି କେଉଁଠିର ନା ଗୁଜୁରାଟ। ପ୍ଲେସ୍ ଇନ୍ ଇଣ୍ଡିଆ, ଇଣ୍ଡିଆରେ କେଉଁ ଜାଗାରେ ଦେଖିବାକୁ ମିଳିଥିଲା। ଏଇଟା ତ ଆହୁରି ଇମ୍ପୋର୍ଟାଣ୍ଟ ଅଛି। ନର୍ମଦା ଭ୍ୟାଲି, ତୁଙ୍ଗଭଦ୍ରା ରିଭର ଭ୍ୟାଲି ବିଟୁଇନ୍ ଇଣ୍ଡସ୍ ଆଣ୍ଡ ଝେଲମ୍। ଇଣ୍ଡସ୍ ଆଉ ଝେଲମ୍ ନଦୀ କୂଳରେ ବି ଦେଖିବାକୁ ମିଳିଥିଲା। ତେଣୁ ସଂଘ କେଭ୍ ଏଇଠି ପଡ଼ିବ। ସଂଘ କେଭ୍ କେଉଁଠି, ବର୍ତ୍ତମାନର ପାକିସ୍ତାନରେ ଅବସ୍ଥିତ। ତେଣୁ ଏବେ ଦେଖିବା ଅପର ପେଲିଓଲିଥିକ୍ କ'ଣ, କେଉଁଠି, କେତେରୁ କେତେ ଟାଇମ୍ ପିରିୟଡ଼, ଆଉ କେଉଁଠି ଦେଖିବାକୁ ମିଳିଥିଲା। ଦି ଅପର ପେଲିଓଲିଥିକ୍ ଏଜ୍ ଏରାଉଣ୍ଡ 50,000ରୁ 10,000 ବର୍ଷ ଏଗୋ ପୂର୍ବରୁ। ଅପର ପେଲିଓଲିଥିକ୍ ହେଉଛି 50,000ରୁ 10,000 ବର୍ଷ ପୂର୍ବରୁ ଟାଇମ୍ ପିରିୟଡ଼ଟାକୁ ଅପର ପେଲିଓଲିଥିକ୍ କୁହାଯାଏ। ଅପର ପେଲିଓଲିଥିକ୍ ଆଉ କ'ଣ ନା ଅପର ପେଲିଓଲିଥିକ୍ ପିରିୟଡ଼ ଅଲସୋ ନୋନ୍ ଆଜ୍ ଦି ଲେଟ୍ ଷ୍ଟୋନ୍ ଏଜ୍। ଏହାକୁ ଆଉ କ'ଣ କୁହାଯାଏ ନା ଲେଟ୍ ଷ୍ଟୋନ୍ ଏଜ୍ ମଧ୍ୟ କୁହାଯାଏ। ସବୁ ଖାତାରେ ନୋଟ୍ କରନ୍ତୁ, ଏକ୍ଜାମ୍ ପ୍ରତି ପୁରା
ସିଓର ଏଗୁଡ଼ା ହିଁ ପଡ଼େ। ଫାଉଣ୍ଡ କେଉଁଠି ଦେଖାଯାଇଥିଲା ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ମହାରାଷ୍ଟ୍ର, ସେଣ୍ଟ୍ରାଲ ମଧ୍ୟପ୍ରଦେଶ ଏହିସବୁ ସ୍ଥାନରେ ଦେଖିବାକୁ ମିଳିଥିଲା। ତାପରେ ଏବେ ଦେଖିବା ମେସୋଲିଥିକ୍ ଏରା। ମେସୋଲିଥିକ୍ ଯୁଗ କ'ଣ? ମେସୋଲିଥିକ୍ ଏରା କେତେରୁ କେତେ ଆଉ ତା'ର ଡିଟେଲ୍ ପଢ଼ିବା। ତେଣୁ ମେସୋଲିଥିକ୍ ଏରା 10,000 BC ଠୁ 7,000 BC ତା'ର ଟାଇମ୍ ପିରିୟଡ଼ ହେଉଛି। 10,000ରୁ 7,000 BCକୁ ମେସୋଲିଥିକ୍ ଏରା କୁହାଯାଏ। ଆନଦର ନେମ୍ ଆଉ କ'ଣ ବୋଲି କୁହାଯାଏ? ଟ୍ରାଞ୍ଜିସନ୍ ଫେଜ୍, ପରିବର୍ତ୍ତନର ସ୍ତର ବା ଫେଜ୍ ବୋଲି କୁହାଯାଏ। ପରିବର୍ତ୍ତନ, କିଛି ଚେଞ୍ଜେସ୍ ଦେଖିବାକୁ ମିଳିଥିଲା। ଏହାକୁ ଆଉ କ'ଣ କୁହାଯାଏ? କଲଚର୍ ବିଲଙ୍ଗ ଟୁ ଦି ହୋଲୋସେନିକ୍ ଏରା। ଏହାକୁ ହୋଲୋସେନିକ୍ ଯୁଗ ମଧ୍ୟ କୁହାଯାଏ। ସବୁ ଖାତାରେ ନୋଟ୍ କରନ୍ତୁ। କ୍ଲାଇମେଟ୍ ଚେଞ୍ଜ, ଏ ସମୟରେ କ୍ଲାଇମେଟ୍ ନା ଆମର ଏନଭାରମେଣ୍ଟ ଚେଞ୍ଜ ହେଇଥିଲା। କ୍ଲାଇମେଟ୍ ଚେଞ୍ଜ ଇଫେକ୍ଟ, ପ୍ରଭାବ ପକାଇଥିଲା କାହା ଉପରେ? ନା ଫୌନା ଆଉ ଫ୍ଲୋରା। ଫୌନା କହିଲେ ଜୀବଜନ୍ତୁ, ଫ୍ଲୋରା କହିଲେ ଉଦ୍ଭିଦ, ଏସବୁ ଉପରେ ପ୍ରଭାବ ପକାଇଥିଲା। ଏହା ହେବା ଦ୍ୱାରା ହ୍ୟୁମାନ୍ ମୁଭ୍ ଟୁ ନ୍ୟୁ ଏରିଆ। ଏହା ହେବା ଦ୍ୱାରା କିଛି ଚେଞ୍ଜେସ୍ ଆସିଲା। ତେଣୁ ଏବେ ଦେଖିବା ଦି ଟର୍ମ ମେସୋଲିଥିକ୍ ଇଜ୍ ଦି କମ୍ବିନେସନ୍ ଅଫ୍ ଟୁ ଗ୍ରୀକ୍ ୱାର୍ଡ଼। ଦୁଇଟା ଗ୍ରୀକ୍ ୱାର୍ଡ଼ର କମ୍ବିନେସନ୍କୁ ସଂଯୋଗରୁ ମେସୋଲିଥିକ୍ ସୃଷ୍ଟି ହେଇଛି। କ'ଣ? ମେସୋ ଆଣ୍ଡ ଲିଥିକ୍। ମେସୋ ମାନେ ହେଉଛି ମିଡ଼ିଲ୍, ଲିଥିକ୍ ମାନେ ହେଉଛି ଷ୍ଟୋନ୍। ତେଣୁ ଏହାକୁ ମିଡ଼ିଲ୍ ଷ୍ଟୋନ୍ ଏଜ୍ ମଧ୍ୟ କୁହାଯାଏ। ତେଣୁ ହ୍ୟୁମାନ୍ ମୁଭ୍ ଟୁ ନ୍ୟୁ ଏରିଆ ମାନେ ଗୋଟେ ନୂଆ ପରିବର୍ତ୍ତନ ହେବାକୁ ଆସିଲା। କ'ଣ କଲେ ସେମାନେ? ଫାଷ୍ଟ ତ ସେମାନେ ଏମିତି ବୁଲିକି ରହୁଥିଲେ, ଯେଠି ରହୁଥିଲେ ସେଠି ଖାଉଥିଲେ। ତାପରେ ସେମାନେ କିଛି ଚେଞ୍ଜେସ୍ ଦେଖିବାକୁ ମିଳିଲା ତାଙ୍କ ଉପରେ। କ'ଣ ଚେଞ୍ଜେସ୍? ନା ହଣ୍ଟିଂ, ଶିକାର କଲେ, ତା ସହିତ ମାଛ ବି ଧରିଲେ। ତାପରେ ଫୁଡ଼୍ ଗ୍ୟାଦରିଂ, ଫଳମୂଳ ସଂଗ୍ରହ କଲେ। ତାପରେ ସିଫ୍ଟ ବିଗ୍ ଏନିମାଲ୍ ହଣ୍ଟିଂ, ଯେଉଁ ବଡ଼ ବଡ଼ ଜୀବଜନ୍ତୁମାନଙ୍କୁ ମାରୁଥିଲେ। ତାପରେ ଛୋଟ ଛୋଟକୁ ମାରିବାକୁ ଟ୍ରାଏ କଲେ। କ'ଣ ପାଇଁ? ନା ବଡ଼ ବଡ଼କୁ ମାରିକି ସେଦିନ ହିଁ ଖାଇସାରି ପାରୁନଥିଲେ, ପାଖରେ ରହିଯାଉଥିଲା। ତାପରେ ସେମାନେ ତାଙ୍କ ଉପରେ କିଛି ଚେଞ୍ଜେସ୍ ଆସିଲା। କ'ଣ ଚେଞ୍ଜେସ୍? ନା ଛୋଟ ଛୋଟକୁ ମାରିକି ଖାଇଲେ ସେଇଦିନ ସେଇ ଟାଇମ୍ରେ ହିଁ ଆମେ ଖାଇସାରିଦେବା, ଆଉ ଯେମିତି ସେସବୁ ସ୍ମେଲ୍ ହେବନି ପଛକୁ। ତେଣୁ ଆଗକୁ ଦେଖିବା। ଯଦି ଭିଡ଼ିଓଟି ଭଲ ଲାଗିଛି ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି।